ନିଖୋଜ ଯୁବତୀଙ୍କ ମୃତଦେହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ସମ୍ବଲପୁର ଜିଲ୍ଲା ନାକକଟି ଦେଉଳ ଥାନା ଅନ୍ତର୍ଗତ ସାହେବୀ ଗ୍ରାମରେ ଜଣେ ଯୁବତୀ ନିଖୋଜ ହେବାର 3 ଦିନ ପରେ ରବିବାର ସକାଳୁ ଉଲଗ୍ନ ଅବସ୍ଥାରେ ତାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଜଙ୍ଗଲ ଭିତରେ ପକାଇ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଯୁବତୀ ଜଣକ ହେଲେ ସାହେବୀ ଗ୍ରାମର ମନ୍ଦିର ସାହିର ସ୍ୱପ୍ନା ମାଟିଆରୀଙ୍କ ସାନ ଝିଅ ସୁବାସିନୀ ମାଟିଆରୀ। ପ୍ରାପ୍ତ ସୂଚନା ଅନୁସାରେ ସୁବାସିନୀ ମାଟିଆରୀ ଗତ 30 ତାରିଖ ଦିନ ପ୍ରାୟ 10ଟା ସମୟରେ ଘର ନିକଟ ସୁଆଣି ଝରଣା ନାଳକୁ ଏକାକୀ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାକୁ ଖୋଜିବାକୁ ସେଠାକୁ ଯାଇଥିବା ବେଳେ ନାଳଖଣ୍ଡିରେ ସୁବାସିନୀଙ୍କ ଚପଲ, ପୋଷାକ ଏବଂ ମୋବାଇଲ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥିସହିତ ଆଖପାଖ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନ ମିଳିବାରୁ ସେହିଦିନ ଅପରାହ୍ନରେ ତାଙ୍କ ଝିଅ ନିଖୋଜ ଥିବା ନେଇ ସୁବାସିନୀଙ୍କ ବାପା ନାକଟି ଦେଉଳ ଥାନାରେ ଅଭିଯୋଗ କରି ତାଙ୍କ ଘର ପାଖରେ ହରି ବେହେରା ନାମକ ଯୁବକ ଝିଅକୁ ହତ୍ୟା କରିଥାଏ ବୋଲି ସନ୍ଦେହ ପ୍ରକାଶ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ସନ୍ଦେହ କରାଯାଉଥିବା ଯୁବକଙ୍କୁ ପଚରାଉଚରା କରି ଫେରି ଆସିଥିଲା। ଏଣେ ଝିଅକୁ 3 ଦିନ ହେଲା ଖୋଜି ଖୋଜି ପରିବାର ଲୋକେ ନୟାନ୍ତ ହୋଇପଡ଼ିଥିବା ବେଳେ ରବିବାର ସକାଳୁ ନିକଟସ୍ଥ ଝାରବେଡ଼ା ପାଣ୍ଡିରିପଶି ସାହିର କିଛି ମହିଳା ନିକଟସ୍ଥ କଉଁସଗୁଜ ଜଙ୍ଗଲ ପାଖରେ ଥିବା ଧାନ ଜମିକୁ ଘାସ ବାଛିବାକୁ ଯାଇଥିବା ବେଳେ ନିକଟରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। ତେବେ ସେମାନେ ଦୁର୍ଗନ୍ଧ ଆସୁଥିବା ସ୍ଥାନକୁ ଯାଇ ଏକ ଖାଲ ଭିତରେ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ନାକଟି ଦେଉଳ ଥାନା ଅଧିକାରୀ ଝସ୍କେତନ ଭୋଇ ଏବଂ ରେଡ଼ାଖୋଲ ଏସ୍ଡିପିଓ ପ୍ରଶାନ୍ତ କୁମାର ମେହର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କ ଗଳିତ ମୃତଦେହ ଜବତ କରି ଛାନଭିନ୍ ଆରମ୍ଭ କରିଛନ୍ତି। ଏହାସହ ଘଟଣାରେ ଗ୍ରାମର ହରିହର ବେହେରାଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।